ସେଇ ପରମ କାରୁଣିକ ଦୟାଳୁ ଆମ ସମସ୍ତଙ୍କ ପରମ ପିତା ତାଙ୍କୁ ଥରେ ସ୍ମରଣ କରିବା। ଓ ଆମ ସମସ୍ତଙ୍କ ଭିତରେ ଅନେକ ପ୍ରକାରର ଉତ୍ସାହ ଆବଶ୍ୟକ ପଡୁଛି। କେତେବେଳେ ଆମେ ସମାଜ ପାଇଁ ଚିନ୍ତିତ ହଉଛୁ ତ ଆଉ କେତେବେଳେ ଧର୍ମ ପାଇଁ, ଆଉ କେତେବେଳେ ଲାଗୁଛି ନା ମୁଁ ପଢିବା ଦରକାର ଏବେ, ଆଉ କେତେବେଳେ ଲାଗୁଛି କି ନାଇଁ ସାଧନା କରିବା ଆବଶ୍ୟକ ଅଛି। ଏମିତି ଭାବରେ ପରୋପକାର, ସାଧନା, ତପସ୍ୟା, ଧର୍ମ ଆଦି ଅନେକ ବିଷୟ ଆମ ମନରେ ଉଙ୍କି ମାରି ଚାଲିଛି। କୋଉଟା ଗୋଟିଏ ଆମକୁ ନିର୍ଣ୍ଣୟ ନେବାକୁ ଗୋଟିଏ ସ୍ଥିତି ଆସିପାରୁନି, ମୁଁ କଣ କରିବି? ଆସ୍ତେ ଆସ୍ତେ ମୁଁ ଯେତେବେଳେ ସାମ୍ପ୍ରତିକ ପରିସ୍ଥିତିକୁ ଦେଖୁଛି ମୁଁ ରହୁଥିବା ଏରିଆରେ, ସେତେବେଳେ ମୋତେ ଧର୍ମର ଆଉ ଟିକିଏ ପ୍ରଯୁଜ୍ୟ ବା ଉପଯୋଗୀ ସ୍ଥିତିକୁ ମୁଁ ଦେଖିପାରୁଛି। ମୋତେ ଜଣାପଡୁଛି କି ଅନ୍ୟ ଗୁଡାକ ଧର୍ମ ହେଇପାରେ, ଆଉ ଅନ୍ୟ ପରିସ୍ଥିତିରେ ଅନ୍ୟ ଧର୍ମ, ପରିସ୍ଥିତି ଅନୁସାରେ ଧର୍ମ ଅଲଗା ଅଲଗା, ସାମର୍ଥ୍ୟ ଅନୁସାରେ ବି ଧର୍ମ ଅଲଗା ଅଲଗା। ବ୍ରାହ୍ମଣର ଧର୍ମ ଅଲଗା, କ୍ଷତ୍ରିୟ ତ ପୁରା ଅଲଗା ଧର୍ମ, ଆଉ ପୁଣି ବୈଶ୍ୟର ବି ଧର୍ମ ଅଛି। ଏଇ ତିନି ଜଣ ତାଙ୍କର ସାମର୍ଥ୍ୟ, ବିଦ୍ୟା, ବଳ ଆଉ ଧନ, ଏଇ ତିନି ସାମର୍ଥ୍ୟର ଆଧାରରେ ସମାଜରେ ତାଙ୍କର ଧର୍ମକୁ ବିସ୍ତାର କରିବାର ଚେଷ୍ଟାଟା ତାଙ୍କର ପୁଣ୍ୟ। ମୋତେ ଜଣା ପଡ଼ିଲାଣି ଆସ୍ତେ ଆସ୍ତେ କି ଧର୍ମ କହିଲେ ଯୋଉ ଆମେ ରୀତିନୀତିରେ ବାନ୍ଧି ଦଉଛୁ ନିଜକୁ, ସେଇଟା ପ୍ରକୃତରେ ଆମକୁ ପୁଣ୍ୟାତ୍ମା ବନେଇ ପାରିବନି। ପରିସ୍ଥିତି ଅନୁସାରେ, ନିଜର ସାମର୍ଥ୍ୟ ଅନୁସାରେ ଅଲଗା ଅଲଗା ଧର୍ମାଚରଣ ପାଇଁ ଆମେ ବାଧ୍ୟ ଅଟୁ। ଯଦି ବ୍ରାହ୍ମଣ ଧର୍ମ, ତାହେଲେ ଆପଣ ଅନ୍ୟାୟକୁ ପଛ କରିବାର ଆପଣଙ୍କର ଅଧିକାର ନାହିଁ। ଯଦି କ୍ଷତ୍ରିୟ ଅଛନ୍ତି, ସିଏ ବି ଅନ୍ୟାୟକୁ ପଛ କରିପାରିବନି। ଆଉ ପୁଣି ଯଦି ସିଏ ଧନୀ, ଧନ ରଖିଛି, ବୈଶ୍ୟ, ତାହେଲେ ସିଏ ବି ଧନ ମାଧ୍ୟମରେ ସେଇ ଅନ୍ୟାୟକୁ ଲଢ଼େଇ କରିବ, ସେଇ ଅନ୍ୟାୟକୁ ସେ ଦୂର କରିବ। ଯୋଉ ପରିସ୍ଥିତି ଗୋଟେ ମୁଁ କହିବି, ଟ୍ରେନରେ ଗଲାବେଳେ ଆମକୁ ରିଜର୍ଭେସନ ମିଳିଲାନି। ଟ୍ରେନରେ ଗଲାବେଳେ ରିଜର୍ଭେସନ ନ ମିଳିବାରୁ ଆମେ ସେଇଠି ଧନ ଦେଇ ନିଜର ସୁଖକୁ କିଣିଲେ। ଏଇ ଯୋଉ ଧନ ଦେଇ ସୁଖକୁ କିଣିବାଟା, ଏକ ତ କରପ୍ସନ, ଦୁର୍ନୀତି, ଦୁଇରେ ଆମର ଧନବଳ ମାଧ୍ୟମରେ ଆମେ ସୁଖୀ ହେବାର ଚେଷ୍ଟା କଲେ, ଅନ୍ୟାୟ ବି କଲେ,
ଆଉ ସୁଖୀ ବି ହେବା ପାଇଁ ଧନକୁ ପ୍ରୟୋଗ କଲେ। ସେତେବେଳେ ଆମର ବିବେଚନା କରିବାର ଦରକାର ଥିଲା କି ଏକ, ମୁଁ ଅନ୍ୟାୟ କରିବି ନାହିଁ। ଅନ୍ୟାୟ ନ କଲେ ରାତି ସାରା ଛିଡ଼ା ହେବାକୁ ପଡ଼ିବ ଟ୍ରେନରେ। ହଁ, ଛିଡ଼ା ହେବାକୁ ପଡ଼ିବ, କଷ୍ଟ ହେବ। ସେଇ କଷ୍ଟକୁ ସହନ କରିବାଟା ତପସ୍ୟା। ଏଇ ଯୋଉ କଥାଟା, ଏଇଟା ମୁଁ ଅନ୍ୟାୟ ବିଷୟରେ କହିଦେଲି। କିନ୍ତୁ ଦ୍ୱିତୀୟ ପକ୍ଷ କି ଆପଣ ଧନ ମାଧ୍ୟମରେ ସୁଖୀ ହେବା ପାଇଁ ଚେଷ୍ଟିତ ହେଲେ, ବଳ ମାଧ୍ୟମରେ ନୁହେଁ, ବିଦ୍ୟା ମାଧ୍ୟମରେ ନୁହେଁ, ସେତେବେଳେ ଆପଣ ବୈଶ୍ୟ ହେଲେ। ଆଉ ବଳ ଲଗେଇ କିମ୍ବା ବୁଦ୍ଧି ଲଗେଇ ଯଦି ଆପଣ ସେଇ ରିଜର୍ଭେସନଟା ପାଇଥାନ୍ତେ, ସେଇ ଟିଟିଇ ଅନ୍ୟକୁ ଯୋଉ ଟଙ୍କା ଲୋଭରେ ସିଏ ଦେଇଥାନ୍ତା, ଆଉ ଆପଣ ବୁଦ୍ଧିପୂର୍ବକ ତାକୁ ନିଜ ହକରେ କରିନେଲେ କିମ୍ବା ବଳପୂର୍ବକ ଆପଣ କଲେ, ତାହେଲେ ଆପଣ ଯଥାକ୍ରମରେ ବ୍ରାହ୍ମଣ ଆଉ କ୍ଷତ୍ରିୟର କାମ କଲେ। ଏଇ ଯୋଉ ଉଦାହରଣରେ ଆପଣ ଯଦି ବ୍ରାହ୍ମଣ ଭାବରେ ସକ୍ସେସ୍ ହେଲେନି, ତାହେଲେ କ୍ଷତ୍ରିୟ ହେଇଯାଆନ୍ତି। କ୍ଷତ୍ରିୟ ଭାବରେ ସକ୍ସେସ୍ ହେଲେନି ତ ଧର୍ମ ପରିବର୍ତ୍ତନ କରିଦିଅନ୍ତି ବୈଶ୍ୟ ହିସାବରେ। ଏଇଟା ବର୍ଣ୍ଣ ସଂକରତା। ଆପଣ ଧର୍ମରେ ଦୀକ୍ଷିତ ନାହାନ୍ତି। ଯୋଉ ଧର୍ମ ଆପଣ ଗ୍ରହଣ କରିନେଲେ ଆଉ କାର୍ଯ୍ୟାନ୍ୱିତ କରି ଚାଲିଛନ୍ତି, ସେଇ ଧର୍ମ ଅନୁରୂପ ଆଚରଣ କରିବା ପାଇଁ ମୃତ୍ୟୁ ପର୍ଯ୍ୟନ୍ତ ଆପଣ ବାଧ୍ୟ ଥିଲେ। ଆଉ ସେଇ ବାଧ୍ୟତା ପାଇଁ ଆପଣଙ୍କୁ ଅନେକ କଷ୍ଟ ସହିବାକୁ ଯୋଉ ପଡୁଥିଲା, ସେହି କଷ୍ଟ ସହନଟା ତପସ୍ୟା କୁହାହଉଥିଲା। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରି ନିଜର ବର୍ଣ୍ଣରେ ବ୍ରାହ୍ମଣ, କ୍ଷତ୍ରିୟ ଆଉ ବୈଶ୍ୟ, ଏଇ ତିନୋଟି ବର୍ଣ୍ଣରେ ନିଜେ ସ୍ଥିର ରହିବାଟା ଓ ଯାହା କିଛି କଷ୍ଟ ଆସିବ ତାକୁ ସନ୍ତୋଷ ମନରେ ସହନ କରିବାଟା ତପସ୍ୟା ଥିଲା। ଏବେ ବି ତାକୁ ତପସ୍ୟା କୁହାହଉଛି। ଆଉ ଏଇ ତପସ୍ୟାରୁ ଆମ ଭିତରେ ଗୋଟିଏ ନୂଆ ନୂଆ ଚିନ୍ତନ ଆରମ୍ଭ ହେଇଯାଉଥିଲା। ଯେଉଁ ଅସୁବିଧାଟା ସାର୍ବଜନିକ ସମସ୍ତଙ୍କ ପାଇଁ, ଆମେ ତାକୁ ଦୂର କରିବା ପାଇଁ ଚିନ୍ତନ କରୁଥିଲେ। ଏମିତି ଭାବରେ ଏଇ କନ୍ଧମାଳ ଏରିଆରେ ବୁଲିଲା ବେଳକୁ ମୋର ଭଏସ୍ ଅଲଗା ହେଇଯାଉଛି। ମୁଁ ଅଲଗା ସ୍ଥିତିକୁ ଆସିଯାଉଛି। ମୋତେ ଜଣାପଡ଼ୁଛି କି ସେଇ ଲୋକମାନଙ୍କୁ ଚେତେଇବାର ଅନ୍ୟ ଉପାୟ ନାହିଁ। ଆପଣମାନେ ଧୀର ସ୍ଥିର ଭାବରେ ଏଇ ଯୋଉ ଆମ ହ୍ୱାଟ୍ସଆପ୍ ଗ୍ରୁପରେ ଅଛି, ୟାକୁ ମୁଖ୍ୟତଃ ପ୍ରାଧାନ୍ୟତା ଦିଅନ୍ତୁ। ଅନ୍ୟ ସବୁ ସାମାଜିକ କଥା, ଧର୍ମର ସାମାଜିକ ପ୍ରୟୋଗ କଥା। ଏବେ ଆମେ ଯୋଗ ଦର୍ଶନର ଟିକିଏ ଆଗକୁ ପୁଣି ଯିବା। ୟା ପୂର୍ବରୁ ଯୋଉ କଥାଟା ଥିଲା, ବୃତ୍ତୟଃ ପଞ୍ଚତୟଃ କ୍ଳିଷ୍ଟଃ, ତାପରେ ଥିଲା ପ୍ରମାଣ, ବିପର୍ଯ୍ୟୟ, ବିକଳ୍ପ, ନିଦ୍ରା, ସ୍ମୃତୟଃ। ଏଇ ଯୋଉ ପାଞ୍ଚଟି ବୃତ୍ତି, ପ୍ରମାଣ, ବିକଳ୍ପ,
प्रमाण, विपर्यय, विकल्प, निद्रा, स्मृति, ये जो पांचटी आमर अनुभूति हुए, अनुभूति को वृत्ति कहतु। यही पांचटी जाक अनुभूति जिते बंद करदेवे सेतेबेले ईश्वरंकर अनुभूतिटा स्टार्ट हो जाए। यही पांचटी जाक अनुभूति बाधक हेले और यही अनुभूति मानकठु प्रथम अनुभूति प्रत्यक्ष प्रमाण विषय रे आमे चर्चा करिथिले। प्रत्यक्ष इंद्रियजन्य आखि, कान, नाक, जिह्वा और त्वचा, एई पांचटी इंद्रिय माध्यम रे जहा अनुभूति आसिला ताकू प्रत्यक्ष प्रमाण बोली कहा हैला। तापरे को प्रमाण कहतु संजय बाबू, किछि जानी छंती मन रही कहतु। आगम तो द्वितीयटा अनुमान, गोटे जिनस को प्रत्यक्ष करुछंती आउ आउ गोटे जिनिस को अनुभव करिवाटा, जहा को प्रत्यक्ष करुछंती सेई जो द्रव्य अछि सेई द्रव्यर बाहरे आउ गोटे द्रव्य को अनुभव करिवाटा। धुआं को आखि माध्यम रे प्रत्यक्ष कले आउ अनुभव करी कहिले सेठी निया लागिछि, एटा भी गोटे प्रमाण, एटा भी गोटे सशक्त प्रमाण जार आधार रे आमे 90% काम करिथाउ। आउ तृतीयटा हैला आगम प्रमाण, जणे अनुभवी व्यक्ति तांकर अनुभव को लोक कल्याण निमंते लेखिदेले किंबा कहीदेले, सेईटा से बहीटा किंबा से कथनटा जो शुणिले ताकू आगम प्रमाण कहा जाए। तो प्रत्यक्ष प्रमाण, अनुमान प्रमाण आउ पुणी आगम प्रमाण, ए तीनोटी प्रमाण आमे काली किंबा परदिन बोधे याको शुणी थिले। द्वितीय द्वितीय वृत्ति कौन माने द्वितीय अनुभव कौन, द्वितीय प्रकार अनुभव, द्वितीय प्रकार अनुभव हैला द्वितीय प्रकार अनुभव हैला आपण मानकर जो आखि, नाक, कान, जिह्वा, त्वचा, ए जो पांचटी रास्ता माध्यम रे गोटे द्रव्य को आपण अछि बोली कहउछंती, सेई द्रव्यटा जेमिति आमर प्रत्यक्ष होउछि प्रकृत रे सेई द्रव्यटा सेमिति नुहे। बुझिएला माने प्रमाण वृत्ति रे आपनकर ठीक ठीक अनुभव हुए, जोटा आखि, नाक, कान, जिह्वा, त्वचा रे ठीक अनुभव करुछंती ताको प्रमाण वृत्ति आपण कहंती। आउ जिनिसटा ओल्टा अलगा किंतु देखा जाउछि, सुना जाउछि ठीक सेमिति ओल्टा भली आमर अनुभव आमे करि पारुनु। यार उदाहरण कौन, आखि माध्यम रे आपण मरुभूमि रे जल को देखिले, चक्षु इंद्रिय जहा देखुछि सेटा जल भली,
କିନ୍ତୁ ସେଇଟା ଜଳ ନୁହେଁ, ସେଇଟା ମରିଚିକା। ସେଇ ଦ୍ରବ୍ୟ ଯେମିତି ଆଖି ଦ୍ୱାରା ପ୍ରତ୍ୟକ୍ଷ ହଉଛି, ସେଇ ଦ୍ରବ୍ୟଟା ସେମିତି ନ ହେବାଟା ଏଇଟା ଆପଣଙ୍କର ଦ୍ୱିତୀୟ ପ୍ରମାଣ। କି ପ୍ରମାଣ କୁହନ୍ତୁ? ଦ୍ୱିତୀୟ ପ୍ରମାଣଟା ଏବେ ମୁଁ କହିବି। ହଁ, ଯାହା ଆପଣ ପ୍ରତ୍ୟକ୍ଷ କରୁଛନ୍ତି, ସେଇ ପ୍ରତ୍ୟକ୍ଷରୁ ଗୋଟିଏ ଅନୁଭୂତି ଆପଣଙ୍କର ଆସୁଛି, କିନ୍ତୁ ସେଇ ଅନୁଭୂତିଟା ମିଥ୍ୟା ଅଟେ। ଆପଣ ପାଣିକୁ ଦେଖୁଛନ୍ତି, ଆଖିରେ ମରୁଭୂମିରେ ଠିକ ପାଣି ଭଳି ସେଇଟା ଲହର ଲହର ହଉଛି, ଆଉ ଆପଣ ତାକୁ ଜାଣି କହୁଛନ୍ତି ନା, ଏଇ ଯୋଉ ଦେଖାଯାଉଛି ଏଇଟା ମିଥ୍ୟା, ଏଇଠି ପାଣି ନାହିଁ। ମରୁଭୂମିରେ ମରିଚିକାକୁ ତ ଏଇଟା ବିପରୀତ ଯୋଉ ବୋଧଟା ହଉଛି, ତାକୁ ଆଉ ଗୋଟିଏ ଅନୁଭୂତି ହିସାବରେ କ୍ୟାଟାଗୋରାଇଜ କରାଯାଇଛି। ସେଇଟା ହେଲା ପ୍ରମାଣ ବିପର୍ଯ୍ୟୟ। ପ୍ରମାଣ ବୃତ୍ତି ଯେମିତି ଠିକ ଅନୁଭୂତିଟା ଦଉଛି, ବିପର୍ଯ୍ୟୟ ବୃତ୍ତି ବିପରୀତ କିଛି ଅନୁଭୂତି ଦଉଛି। ତାକୁ କୁହାହଉଛି, ଆପଣ ସମସ୍ତେ କୁହନ୍ତୁ, ବିପର୍ଯ୍ୟୟ ମିଥ୍ୟା ଜ୍ଞାନମ୍ ଅତଦ୍ରୂପ ପ୍ରତିଷ୍ଠମ୍। କୁହନ୍ତୁ, ବିପର୍ଯ୍ୟୟ ମିଥ୍ୟା ଜ୍ଞାନମ୍ ଅତଦ୍ରୂପ प्रतिष्ठम। जो विपर्य वृत्ति होछि, से विपर्य वृत्तिटा मिथ्या ज्ञान। से मिथ्या ज्ञान अतद्रूप प्रतिष्ठम। तद्रूप सेटा जेमिति अ लगेई देले तार विपरीत सेटा देखा जाउछि। ସେଥିପାଇଁ କୁହା ହେଲା कि विपर्ययो मिथ्या ज्ञानम अतद्रूप प्रतिष्ठम। ए ज्ञान बहुत भक्त को जानिबा दरकार, समस्त को जानिबा दरकार। नहेले आपण कोठी कौन अनुभव करिवे आउ ताकू परमात्मा बोली भावी देवे। जो वस्तु जेमिति नुहे सेमिति अनुभूतिटा आसीबाटा आपनकर विपर्यय वृत्ति। प्रथम वृत्ति थिला प्रमाण वृत्ति, द्वितीय वृत्ति हैला विपर्यय वृत्ति। विपर्यय वृत्ति रे वस्तु अछि, किंतु सेई वस्तुटा सेमिति देखा जाउनी, उल्टा देखा जाउछि। उल्टा अनुभूति देवाटा सेटा विपर्यय वृत्ति। तृतीय आ गोटे वृत्ति, सेटा भी आहुरी असुविधाजनक। एई तृतीय वृत्ति रे विपरीत विपर्यय वृत्ति भली वस्तु ही नाही, आउ अनुभूति आसुछि। गोटिए शब्द कहिबा, सेटा केमिति कौनसी डाल हलीगला राति 12 बजे आपण श्मशान तरफ जाउथिला बेले एका जाउछंती, आउ आगरु आपण शुणिथिले कि श्मशान रे भूत बाहरे। एई जो आपनकर श्रुति साथी रे मने रखिबा साथी रे एई जो एक्शन टा हैला कि डालटा हली गला, सेई डाल रे आपण
भूतर अनुभूति करी पकेइबे। जोर से डाल हलीगला। ए जो आपण अनुभूतिटा कले तापरे भयटा बाहरिला, मन भितर भय उत्पन्न हो गला। एटा गोटे आपणकर अनुभूति, किंतु एई अनुभूतिर आधार सेटा सत्य नुहे। सतरे भूत न थाए, आउ किछि थिवो, मांकड़ डेई देइथिवो, जोर से आउ किछि गोटे जीवजंतु डेई देइथिबे। किंतु आपणको मनरे विचार आसीगला कि नाई भूत अछि। एई जो परिस्थिति सेथिरे जो द्रव्यर अनुभव हैला, भूत नामक द्रव्यर, से द्रव्य ही नाही। आउ आपणकर अनुभूति हेई आपणकर भितरे भयर उत्पन्न हैला। द्रव्य नाही आउ अनुभूति हैला। द्रव्य जोठी नाई आउ अनुभूति हेबाटा सेटा आपणकर विकल्प वृत्ति। द्वितीय स्थिति रे, विपर्यय स्थिति रे द्रव्य अछि, किंतु आपणको अनुभूतिटा विपरीत हेबाटा। तृतीय रे द्रव्य नाही किंतु अनुभूति हेई चालीछि। जेमिति कि आकाश कई आपण आज संध्यारे आसीबे, मु आपणको आकाश कई द्वारा स्वागत करिबी। एई जो टेक्स्टटा कानरे बाजिला, तार गोटे अनुभूति हैला कि को गोटे द्रव्य द्वारा आज मोर संध्यारे स्वागत हेबो। हैला ना नाई? किंतु सेई द्रव्य ही नाई। आकाश रे कई फुटेनी ना? आकाश रे कई न फुटिले भी जड़े आकाश कई शब्द को कॉइन करिदेला, बनई देला। आकाश कई आउ पुणी कहिला आकाश कई रे मु आपण को स्वागत करिवी। ता अर्थ से शब्दटा से जहा को कहिला, वाक्यटा जहा को कहिला, से खुशी है जीवो, तार अनुभूति आसीबो। से जानिनी आकाश कई कौन जे, तार गोटे अनुभूति आसीबो ही आसीबो। आज संध्यारे मोर गोटे स्वागत करा हेबो एठी। से अनुभूतिटा जो द्रव्य साथिरे जुड़ा हेछि, से द्रव्य ही नहीं। आउ से द्रव्य आपण को गोटे अनुभूति दे देला। आ गोटे उदाहरण नेबा, बंध्यार पुत्र आपणको बाड़ेइबे। जे सुनिला से बंध्यार पुत्र शब्द को जानिनी, ताहले तार गोटे अनुभूति हेबो कि केही जणे आजी मते बाड़ेइबे, भयभीत भी हेबो। तार जो अनुभूति, तार कौनसी आधार नाही। बंध्यार पुत्र ही नाही। जार पुत्र न थाए ताको बंध्या कुहा हुए। किंतु बंध्यार पुत्र आपण को बाड़ेइबो, ए जो शब्द संचार कानरे ग्रहण करा हेला, तार गोटे अनुभूति हेला कि केही जणे आजी आसी मते बाड़ेइबे। ए जो स्वागत करिबा, ए जो बाड़ेइबा, ए सबुजाकर आधार नाही, किंतु अनुभूति अछि। एमिति भी हुए, परमात्मा विषय भी एमिति हबो। आमको सेथिरे सजाग हेबा निहाती आवश्यक।
ସେଇଟା ପରମାତ୍ମା ହେଇନଥିବେ ଆଉ ଅନୁଭୂତି ହେଇଯିବ। ମିଥ୍ୟା ଅନୁଭୂତି ଆମକୁ ବାଧା ଦେଇଦେବ। ଆମେ ଆଉ ଆଗକୁ ନ ଯାଇ ସେଇଥିରେ ଲାଗିଯିବା। ସତର୍କ ହେବାକୁ ପଡ଼ିବ। ଏଇଟା ହେଲା ବିକଳ୍ପ ବୃତ୍ତି। ପ୍ରଥମ ପ୍ରମାଣ ବୃତ୍ତି, ଦ୍ୱିତୀୟ ବିପର୍ଯ୍ୟୟ ବୃତ୍ତି ଆଉ ତୃତୀୟ ବିକଳ୍ପ ବୃତ୍ତି। ଏବେ ଚତୁର୍ଥ ପ୍ରମାଣ ବିପର୍ଯ୍ୟୟ ବିକଳ୍ପ ଚତୁର୍ଥରେ ନିଦ୍ରା। ଯଦି ଆପଣ ସିଧା ବସିଛନ୍ତି ଆଉ ପ୍ରଭୁଙ୍କ ସ୍ମରଣ କରୁଛନ୍ତି, ଆପଣ ଅଧିକାଂଶ ସମୟରେ ଦେଖିବେ ଆପଣ ନିଦରେ ଶୋଇପଡ଼ନ୍ତି। ଏଇ ଯୋଉ ନିଦରେ ଶୋଇବାଟା ତାର କାରଣ ହେଲା ଆମର ଭଲ ନିଦ ହେଇନଥିବା, ଅଧିକ ଭୋଜନ କରିଥିବା, ଆଉ ଗୋଟିଏ କାରଣ ଏକାଗ୍ର ହେଇଯିବା ଦ୍ୱାରା। ଏମିତି ଭାବରେ ତିନୋଟି କାରଣ। ଆମକୁ ଦେଖିବାକୁ ପଡ଼ିବ କି ଯେତେବେଳେ ଆମେ ଯୋଗାସନରେ ବସିଛୁ, ପରମାତ୍ମାକୁ ଧ୍ୟାନ କରି ଚାଲିଛୁ, ସେତେବେଳେ ସୁଖପୂର୍ବକ ତ ଆମେ ବସିବା, କିନ୍ତୁ କିନ୍ତୁ ନିଦ୍ରା ଆସିବା କଥା ନୁହେଁ। ଯଦି ନିଦ ପଳେଇ ଆସୁଛି, ତାହେଲେ ସତର୍କ ହେଇଯିବା। ମୁହଁ ଧୋଇ, ଥଣ୍ଡା ପାଣିରେ ମୁହଁ ଧୋଇ ନିଜକୁ ପୁଣି ଯୋଗାସନରେ ପୁଣି ବସିବା। ଏଇ ନିଦ୍ରା ବୃତ୍ତିଟା ଆମକୁ ବାଧକ ଭାବରେ ଜାଣିବା ଦରକାର। କାରଣ ପ୍ରଭୁ ଦର୍ଶନଟା ସେଇଟା ଆମର ଜାଗ୍ରତ ଅବସ୍ଥାରେ ହିଁ ସମ୍ଭବ ହବ। ସମ୍ପୂର୍ଣ୍ଣ ଜାଗୃତି, କେବଳ ଶାରୀରିକ ନୁହେଁ, ମାନସିକ ହିସାବରେ ଆମର ଗୋଟିଏ ଅତ୍ୟନ୍ତ ଉଚ୍ଚ ଜାଗରିତ ସ୍ଥିତି ସେଇଟା। ଜାଗରୁକ। ସେଇ ଜାଗରୁକତା ଏଇ ନିଦ ଦ୍ୱାରା ଯଦି ବନ୍ଦ ହଉଛି, ବାଧିତ ହଉଛି, ତାହେଲେ ପରମାତ୍ମା ଦର୍ଶନ ହବନି। ତ ଏମିତି ହିସାବରେ ନିଦ୍ରା ବୃତ୍ତି ହେଲା। ତାପରେ ପଞ୍ଚମଟା ହେଲା ସ୍ୱପ୍ନ। ଏଇ ଯୋଉ ସ୍ୱପ୍ନ ହୁଏ, ସେଇ ସ୍ୱପ୍ନ ବି ସେତେବେଳେ ହେବା କଥା ନୁହେଁ। ଆମେ ଅତି ସତର୍କତାର ସହିତ ନିଦ୍ରା ଆଉ ସ୍ୱପ୍ନକୁ ଦୂରେଇ ଦେବାକୁ ପଡ଼ିବ। ଯଦି ସ୍ୱପ୍ନ ହଉଛି ବା ସ୍ୱପ୍ନରେ କୌଣସି ପରମାତ୍ମାଙ୍କର ଦର୍ଶନ ହେଇଯାଉଛି, ଭଗବାନଙ୍କୁ ଆମେ ବହୁତ ଚାହୁଁଛୁ ନା, ଯୋଉଠି ଚାହତ ସେଇଠି ସ୍ୱପ୍ନ ହେବ। ଅପୂରଣୀୟ ଚାହତ, ଯେଉଁଠି ଅଧିକ ରାଗ ଆସକ୍ତି, ସେଇଠି ସ୍ୱପ୍ନ ହେବ। ସେଇ ସ୍ୱପ୍ନକୁ ଆମକୁ ଜାଣିବାକୁ ପଡ଼ିବ କି ନାଇଁ, এই ଯୋଉ ସ୍ୱପ୍ନଟା ଆମର ବାଧକ ତତ୍ତ୍ୱ। ଆମେ ଯଦି ତା ପିଛାରେ ଲାଗିଯିବା, ତାହେଲେ ଆମେ ଅଧାରେ ରହିଯିବା। ସ୍ୱପ୍ନ ହେବାଟା ଆମର ହୁଏତ ପରମାତ୍ମାଙ୍କୁ ଯୋଉ ଚାହୁଁଛୁ, ବହୁତ ଚାହୁଁଛୁ, ତାର ପ୍ରମାଣ ସେଇଟା। କିନ୍ତୁ ପରମାତ୍ମାଙ୍କର ପ୍ରକୃତ ସ୍ୱରୂପକୁ ଆମେ ଯଦି ଜାଣିବା, ତାହେଲେ ଏଇ ସ୍ୱପ୍ନଟା ବାଧକ ଅଟେ। ସ୍ୱପ୍ନ ବୃତ୍ତି ବି ରହିବା କଥା ନୁହେଁ। ସ୍ୱପ୍ନ ବୃତ୍ତି, ନିଦ୍ରା ବୃତ୍ତି, ବିକଳ୍ପ ବୃତ୍ତି, ଆଉ କୋଉ ବୃତ୍ତି? ବିପର୍ଯ୍ୟୟ ବୃତ୍ତି ଆଉ ପ୍ରମାଣ ବୃତ୍ତି।
ଏଇ ପାଞ୍ଚଟା ଯାକ ବୃତ୍ତି ଯେତେବେଳେ ବନ୍ଦ ହେବା ସ୍ଥିତି ମନରେ ଆସିବ, ସେତେବେଳେ ଆତ୍ମା କେବଳ ଆତ୍ମା ରହିବ। ଆଉ ଆତ୍ମା କୋଉଠି ବୁଡ଼ିକିନା ଅଛି? ଯୋଉଠି ପରମାତ୍ମା ଅଛନ୍ତି ସେଇଠି ଆତ୍ମାଟା ଲାଗିକିନା ଅଛି। ଆତ୍ମା ସଂସାରର ଅନୁଭୂତି କରି ଚାଲୁଛି, ସେଥିପାଇଁ ତା ଦେହରେ ଲାଗିକରି ଥିବା ଏଇ ଯୋଉ ପରମାତ୍ମାକୁ ସିଏ ଆଉ ଅନୁଭବ କରିବାର ସ୍ପନ୍ଦନ ରଖୁନି। ସମ୍ବେଦନଶୀଳତାଟା ତାର ଏଇ ରୂଢ଼ିବାଦୀ ସଂସାରରେ ହିଁ ଚାଲିଛି। ଯେତେବେଳେ ସେଇ ସଂସାରର ଅନୁଭୂତିଟା ବନ୍ଦ ହେଇଯିବ, ସେତେବେଳେ ଏପଟେ ଦ୍ୱାର ଖୋଲିଯିବ। ସଂସାରର ତୀବ୍ର ଅନୁଭୂତି ଅଛି। ଆମେ ଭୋଜନ କରୁଛୁ, ସ୍ପଷ୍ଟ ଭାବରେ ସେଇ ରସନେନ୍ଦ୍ରିୟର ଅନୁଭୂତି ମନକୁ ଆସୁଛି। ମନ ଖାଲି ନାହିଁ, ମନ ଅନୁଭୂତି କରି ଚାଲିଛି। ଯଦି ମନ ଅନୁଭୂତି କରି ଚାଲିଛି, ତା ଅର୍ଥ ସଂସାରର ବ୍ୟାପାର ଯେତେବେଳେ ପର୍ଯ୍ୟନ୍ତ ଆତ୍ମା ପର୍ଯ୍ୟନ୍ତ ପହଞ୍ଚି ଚାଲିଛି, ସେତେବେଳେ ପର୍ଯ୍ୟନ୍ତ ଲାଗି ରହିଥିବା ପରମାତ୍ମାକୁ ସିଏ ଅନୁଭବ କରିପାରିବ ନାହିଁ। କାହିଁକି ନା ପରମାତ୍ମା ଗୋଟିଏ ଅତ୍ୟନ୍ତ ସୂକ୍ଷ୍ମ ସମ୍ବେଦନରେ ହିଁ ଜଣାପଡ଼େ। ଆତ୍ମା ବି ସେଇ ସମ୍ବେଦନ ଦରକାର। ଆତ୍ମା ସ୍ୱୟଂକୁ, ପରମାତ୍ମା ଚାରିଆଡ଼େ ଯୋଉ ଅଛନ୍ତି, ମନ ଭିତରେ ବି ସିଏ ଅଛନ୍ତି। ଏଇ କଥାଟା ଆପଣମାନଙ୍କର ଭିତରକୁ ଆସିପାରୁଛି କି ନାହିଁ? ପରମାତ୍ମା ଆଉ ଆତ୍ମା ଏମାନେ ସ୍ପର୍ଶ ଯୋଗ୍ୟ ନୁହନ୍ତି। ଆମର ସ୍ପର୍ଶ ଇନ୍ଦ୍ରିୟରେ ଆମେ ପରମାତ୍ମାକୁ ଛୁଇଁ ପାରୁନୁ, ଆଉ ଆତ୍ମାକୁ ବି ଛୁଇଁ ପାରୁନୁ। ଯଦି ସ୍ପର୍ଶ ଇନ୍ଦ୍ରିୟରେ ଛୁଇଁ ହଉନି, ତାହେଲେ ତାକୁ ଅନ୍ୟ ଇନ୍ଦ୍ରିୟରେ ବି ଆମେ ଜାଣିପାରିବାନି। ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଯୋଉ ଯୋଉ ଜିନିଷର ଅଛି, ସେଇ ଜିନିଷ ଜଡ଼ ତତ୍ତ୍ୱ। ଏବେ ଟିକେ ସମୟ ହେଇଗଲାଣି ନା ଆଉ କିଛି ସମୟ ଆପଣ ଶୁଣିବା ପାଇଁ ପ୍ରସ୍ତୁତ ଅଛନ୍ତି? କୁହନ୍ତୁ। କେହି କହୁନାହାନ୍ତି। ହଉ। କଣ କହିଲେ? ହଉ, ମୁଁ ଜିନିଷଟା କମ୍ପ୍ଲିଟ କରିଦେବା ପାଇଁ ଚାହୁଁଛି। ଏବେ ଆହୁରି 10-15 ମିନିଟ ଲାଗିଯିବ। ଆପଣମାନେ ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ଏଇ ଯୋଉ ଦୁଇଟି ଦ୍ରବ୍ୟ, ଆତ୍ମା ଆଉ ପରମାତ୍ମା, ଚାରିଆଡ଼େ ପରମାତ୍ମା ଅଛନ୍ତି ଆଉ ତା ଭିତରେ ଆତ୍ମା ଅଛି। ତଥାପି ବି ସେଇ ପରମାତ୍ମାକୁ ଆତ୍ମା ଅନୁଭବ କରିପାରୁନି। ସେଇ ବିଷୟରେ ମୁଁ ଏବେ ଆପଣଙ୍କୁ ଜଣେଇ ଦେଇ ସାରିଲିଣି କି ବାହ୍ୟ ସୂଚନା ଆଖି, ନାକ, କାନ, ଜିହ୍ବା, ତ୍ୱଚାରୁ ଆସୁଥିବା ପର୍ଯ୍ୟନ୍ତ ସେଇ ଭିତରେ ସେଇ ପରମାତ୍ମାଙ୍କର ସୂକ୍ଷ୍ମ ସୂଚନା ସେଇଟା ଅନୁଭବ ହେଇପାରୁନି। ଯଦି ଆମେ ବାହ୍ୟ ସୂଚନାକୁ ବନ୍ଦ କରିଦେବା, ଉଦାହରଣ ସ୍ୱରୂପ ଗୋଟିଏ ଜାଗାରେ ବହୁତ ଜୋର ସାଉଣ୍ଡ ହଉଛି, ଆପଣ ଆଉ ଜଣକୁ କଥା କହିଲା ବେଳେ ଶୁଣାଯିବ? ଶୁଣାଯିବନି। ଠିକ ସେମିତି ରସଗୋଲ୍ଲା ଆପଣ ଖାଇଦେଇ ସାରିଲା ପରେ ଚାହାଟା ଫିକା ଲାଗେ। ଠିକ ସେମିତି ବହୁତ ସୁନ୍ଦର ଜିନିଷ ଆପଣ ଦେଖି ସାରିଲେଣି, ତାହେଲେ ଆପଣଙ୍କୁ ଏଇ ଯୋଉ କୋଠା ଘରଟା, ବହୁତ ବଡ଼ ବଡ଼ କୋଠା ଆପଣ ଦେଖି ସାରିଲେଣି ଜୀବନରେ। ଏଇ ଯୋଉ ଛୋଟ କୋଠା, 3-4 ମହଲିଆ କୋଠା ଆପଣଙ୍କୁ ପ୍ରଭାବିତ କରିପାରିବନି। ତ ଏଇ ଯୋଉ ସମ୍ବେଦନଶୀଳତାଟା ଆମର ଅତ୍ୟନ୍ତ ସୂକ୍ଷ୍ମ ଯଦି ହେଇ ଚାଲିବ ଓ ତା ସାଥିରେ ବାହ୍ୟ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧକୁ ଆମେ ରୋକିଦେବା, ବନ୍ଦ କରିଦେବା, କାନ, ଆଖି, ନାକ, କାନ, ଜିହ୍ବା, ତ୍ୱଚା, ସେଇ ସ୍ଥିତିରେ ଆମେ ପରମାତ୍ମାକୁ
संवेदन करि पारिबा सेंस करि पारिबा एटा गोटे कथा। द्वितीय कथाटा हैला कोउ कोउ जिनिसरे शब्द स्पर्श रूप रस गंध अछि सेगुड़िक हैला समस्त जड़ द्रव्य। जड़ द्रव्य रे शब्द स्पर्श रूप रस गंध रहिबो काहेकि काहेकि ना जड़ द्रव्य आकाश वायु अग्नि जल पृथ्वी द्वारा बना ହେଇଛି। ताहले कौन है गला? हाँ आज्ञा आकाश द्वारा बना ହେଇଥିବାରୁ आकाशर गुण शब्द ସେଇଥିରେ ରହିବ। वायु द्वारा बना ହେଇଥିବାରୁ वायुर गुण स्पर्श ସେଇ ଦ୍ରବ୍ୟରେ ରହିବ ତାକୁ ଆମେ ଛୁଇଁ ପାରିବା। आकाश वायु अग्नि द्वारा बना ହେଇଥିବାରୁ ତାକୁ ଆମେ ଆଖି ଦ୍ୱାରା ଦେଖି ପାରିବା। शब्द स्पर्श रूप रस ସେଇଟା रस द्वारा शब्द स्पर्श रूप रस रस कौन पाई सेई द्रव्ୟରେ ରହିବ जड़ द्रव्ୟରେ कि ସେଇଟା जल द्वारा बना ହେଇଛି। आकाश वायु अग्नि जल जल द्वारा बना ହେଇଥିବାରୁ ସେଇଥିରେ ଏଇଟା ରସ ରହିବ। ତାପରେ ସେଇଥିରେ ଗନ୍ଧ ବି ଏଥିପାଇଁ ରହିବ କି ସେଇଟା ଆମର ପୃଥ୍ୱୀ ଦ୍ୱାରା ବନା ହେଇଛି। ଯୋଉ ଗୁଣ ଏଇ ପାଞ୍ଚ ମହାଭୂତରେ ଅଛି ଏବେ ଆପଣ ଶୁଣିଦେଲେ ୟାକୁ ରିପିଟ୍ କରିଦେବେ ଟିକିଏ ଶୁଣିବା ପାଇଁ। ଏଇ ଯୋଉ द्रव्य द्वारा आकाश वायु अग्नि जल पृथ्वी जड़ द्रव्य एई जड़ द्रव्य द्वारा केवल जड़ द्रव्य ही बना जाई पारिबो। वेरी सिंपल। सुना द्वारा रूपार आंगुठी बना जाई पारिबनी नहीं। रूपा द्वारा कौनसी लोहार द्रव्य बना जाई पारिबो नहीं। रूपा द्वारा रूपार चेयर ही बना जाई पारिबो। तो ठीक सेमिति ए जो पांचटी द्रव्य आकाश वायु अग्नि जल पृथ्वी अछि এই ସମସ୍ତେ ଜଡ଼ ପଦାର୍ଥ ନା এই ଜଡ଼ ପଦାର୍ଥରୁ ଜଡ଼ ଦ୍ରବ୍ୟ ହିଁ ବନା ଯାଇ ପାରିବ। ଯେମିତି ଆମର ଶରୀରଟା ସେଇ ଜଡ଼ ପଦାର୍ଥ କାହିଁକି ନା ଏଇ ଶରୀରଟା ଆକାଶ ବାୟୁ ଅଗ୍ନିଜଳ ପୃଥ୍ୱୀରୁ ବନା ହେଇଛି ପୁଣି ତାକୁ ଜାଳିଦେଲେ ସେଇ ଆକାଶ ବାୟୁ ଅଗ୍ନିଜଳ ପୃଥ୍ୱୀରେ ପରିବର୍ତ୍ତିତ ହେଇଯିବ। ସୁନାର ଚେନ୍ ଜଳେଇ ଦେଲେ ସେ ସୁନା ମୁଣ୍ଡା ହେଇଯିବ ସେ ରୂପା ମୁଣ୍ଡା ହେବନି। स्वाभाविक कथा साधारण कथा। तो एई आकाश वायु अग्निजल पृथ्वी जड़ द्रव्यरु आत्मा बनिछि कि नाई। परमात्मा सेइथिरे बनिछन्ति कि नाई। जदि नाई ताहले सेमाने देखा केमिति जिवे सेमानकर गंध नाकरे केमिति आमे पाई पारिबा से आत्मा परमात्मा को आवाज रे केमिति शुणी पारिबा से आत्मा को आमे केमिति जीवरे चाखी पारिबा से आत्मा को केमिति आमे स्पर्श करि पारिबा छुई पारिबानी। ए सब शब्द स्पर्श रूप रस गंध ए इंद्रिय विषय गुड़ाक केवल जड़ द्रव्य रे रहंती काहेकि ना सब जड़ द्रव्य आकाश वायु अग्निजल पृथ्वी रे ही बना ହେଇଛି। एबे आपण माने अनुभव करंतु कि इंद्रिय गोचर एमाने काहेकि नुहंती आत्मा आउ परमात्मा। तो जेते बेले पर्यंत आमे बाह्य इंद्रिय माध्यम रे अनुभव को मनरे रखी चाली थिबा सेते बेले पर्यंत से सूक्ष्म संवेदन आवश्यक करुथिबा परमात्मा को आमे अनुभव करि पारिबा कि सेठी केटा रही। एटा प्रथम कथा एटा विज्ञान कथा कहली। द्वितीय कथा परमात्मा को अनुभव करिबा तांकरी गुण माध्यम रे ना एटा काली कहिबा एटा काली कहिबा ठीक अछि। एबे आमे आउ थरे परमात्मा को स्मरण करिलेबा। ओ समस्तन को सादर नमस्ते।